ରତନପୁର ଗ୍ରାମରେ ମାଣିକ ନାମରେ ଗୋଟିଏ ଲୋକ ରହୁଥିଲା। ସେ କୃଷି କାର୍ଯ୍ୟ କରି ଚଳେ। ଆଉ ସେ କିଛି ଛେଳିମାନଙ୍କୁ ମଧ୍ୟ ପାଳିଥିଲା। ମାଣିକ ଯେତେବେଳେ ଚାଷ କରିବାକୁ ବାହାରିଯାଏ ସେତେବେଳେ ସେ ଛେଳିମାନଙ୍କୁ ଗୁହାଳରେ ବାନ୍ଧି ଦେଇଯାଏ। ଆଉ ଯେତେବେଳେ ଚାଷ କାମ ସାରି ଘରକୁ ଆସେ ଉପରବେଳା ଛେଳିମାନଙ୍କୁ ଟିକେ ଚରେଇବାକୁ ନେଇଯାଏ। ଛେଳିମାନେ ଦିନଯାକ ଗୁହାଳରେ ବନ୍ଧା ହୋଇ ରହିଥାନ୍ତି ତ ତାକୁ ଟିକେ ଭଲ ଲାଗେ ନାହିଁ। ସେ ଛେଳିମାନଙ୍କୁ ଟିକେ ଚରେଇବାକୁ ନେଇଗଲେ ତାର ମନଟା ବହୁତ ଖୁସି ହୋଇଯାଏ। ମାନିକ ତାର ଛେଳିମାନଙ୍କର ନାଁ ବି ରଖିଥିଲା। ତାର ଛେଳିମାନେ ମଧ୍ୟ ତାର ମାଲିକକୁ ବହୁତ ପସନ୍ଦ କରନ୍ତି। ଏଇ ଛେଳିମାନଙ୍କ ମଧ୍ୟରୁ ମାନିକ ଗୋଟିଏ ଛେଳିର ନାଁ ବାସନ୍ତୀ ରଖିଥିଲା। କିଛି ଦିନ ପରେ ବାସନ୍ତୀ ଅଲଗା ପ୍ରକାରର ବ୍ୟବହାର ଟିକେ ଦେଖାଉଥିଲା। ମାଣିକ କିଛି ବୁଝିପାରିଲା ନାହିଁ ତାର ଛେଳି ଏମିତି କାହିଁକି ବ୍ୟବହାର ଦେଖାଉଛି ବୋଲି। ସେ ବାସନ୍ତୀ ବାସନ୍ତୀ ବୋଲି ଯେତେ ଡାକିଲେ ବି ସେ ତାର କିଛି ବି ହେଲେ ଉତ୍ତର ଦେଲା ନାହିଁ। ତା ପରଦିନ ମାଣିକ ଗୋଟିଏ ପଶୁ ଡାକ୍ତରକୁ ତାର ଘରକୁ ଡାକି ଆଣିଲା। ଡାକ୍ତର ବି ବାସନ୍ତୀକୁ ଭଲ ଭାବରେ ପରୀକ୍ଷା କଲେ। ମାଣିକ ଡାକ୍ତର ବାବୁଙ୍କୁ ପଚାରିଲା, ଡାକ୍ତର ବାବୁ, ବାସନ୍ତୀକୁ ଟିକେ ଭଲ ଭାବରେ ଦେଖନ୍ତୁ। ମୁଁ କିଛି ବୁଝିପାରୁନି, ହଠାତ୍ ତାର ଏମିତି କ'ଣ ହେଲା? ହଁ ମାଣିକ, ବାସନ୍ତୀ ଏବେ ମା ହେବାକୁ ଯାଉଛି। ସେ ଗର୍ଭବତୀ ଅଛି ତ ସେ ଏମିତି ବ୍ୟବହାର କରୁଛି। ମାନିକ ଏକଥା ଶୁଣି ବହୁତ ଖୁସି ହୋଇଗଲା। ସେ ବାସନ୍ତୀର ଖାଇବା ପ୍ରତି ଆହୁରି ଯତ୍ନ ନେଲା। ସବୁଦିନ ପରି ମାନିକ ଚାଷୀ କାମ ସାରି ଘରକୁ ଫେରିଲା। ଆଉ ତାର ସବୁ ଛେଳିମାନଙ୍କୁ ଚରେଇବାକୁ ନେଲା। ବାସନ୍ତୀ ବୁଲି ବୁଲି ଘାସ ଖାଇବାକୁ ଲାଗିଲା। ଘାସ ଖାଇ ଖାଇ ସେ ତାର ମାଲିକଠାରୁ ଟିକେ ଦୂରକୁ ଚାଲିଗଲା। ମାନିକର ନଜର ବାସନ୍ତୀ ଉପରେ ପଡ଼ିଲା। ଆରେ ବାସନ୍ତୀ, କୁଆଡ଼େ ଗଲୁ ତୁ? ଏତେ ଦୂରକୁ ଯାଆନା, ଶୀଘ୍ର ଶୀଘ୍ର ଏଠାକୁ ଆସେ। ଏହା କହି ମାଣିକ ତାର ଛେଳିମାନଙ୍କୁ ନେଇ ଘରକୁ ଫେରିବାକୁ ବାହାରିଲା। ମାଣିକ ତାର ସବୁ ଛେଳିମାନଙ୍କ ପଛେ ପଛେ ଯାଉଥାଏ। ହଠାତ୍ ଜୋରେ ବର୍ଷା ହେବାକୁ ଲାଗିଲା। ଆରେ ଏ ବର୍ଷାଟା କୋଉଠି ଥିଲା? ହଠାତ୍ ପକେଇଲା। ହଉ, ଶୀଘ୍ର ଶୀଘ୍ର ଘରେ ପହଞ୍ଚିବାକୁ ପଡ଼ିବ। ମାନିକ ତାର ଛେଳିମାନଙ୍କୁ ନେଇ ଘର ଆଡ଼କୁ ଚାଲିଥାଏ। ଜୋରେ ବର୍ଷା କାରଣରୁ ସେ ଭୁଲିଗଲା ଯେ ବାସନ୍ତୀକୁ ସେ ସେଠାରେ ଛାଡ଼ି ଦେଇ ଆସିଛି ବୋଲି। ମାନିକ ତାର ଅନ୍ୟ ଛେଳିମାନଙ୍କୁ ନେଇ ଘରେ ପହଞ୍ଚିଗଲା। ହେଲେ ବାସନ୍ତୀ ସେଠାରେ ଏକା ରହିଯାଇଛି। ବାସନ୍ତୀ କିଛି ବୁଝିପାରୁନଥିଲା କି ସେ କୁଆଡ଼େ ଯିବ ବୋଲି। ସେହି ସମୟରେ ବର୍ଷା ବି ଛାଡ଼ିଗଲା। ବାସନ୍ତୀ ଏପଟ ସେପଟକୁ ବୁଲିବାକୁ ଲାଗିଲା। ତାପରେ ସେ ବାଟ ଭୁଲି ଯାଇ ଆଉ ଗୋଟେ ବାଟ ଦେଇ ଚାଲିଗଲା। ଯାଇ ଯାଇ ଗୋଟିଏ ଜଙ୍ଗଲ ପାଖରେ ପହଞ୍ଚିଲା। ଜଙ୍ଗଲରୁ ଜଙ୍ଗଲୀ ପଶୁପକ୍ଷୀଙ୍କର ଭୟଙ୍କର ଶବ୍ଦ ଆସୁଥିଲା। ଏପରି ଶବ୍ଦ ଶୁଣି ବାସନ୍ତୀ ପୁରା ଡରିଗଲା। ସେ ଗର୍ଭବତୀ ଥିଲା, ସେଥିପାଇଁ ସେ ଦୌଡ଼ି ପାରୁନଥିଲା। ତାପରେ ସେ କାନ୍ଦିବାକୁ ଲାଗିଲା। ଗୋଟେ ଛେଳିର କାନ୍ଦଣା ଶୁଣି ଜଣେ ଲୋକ ଯାହାର ନାଁ ରମେଶ ସେ ଆସି ସେଠାରେ ପହଞ୍ଚିଲା। ଛେଳିଟିଏ କାନ୍ଦୁଥିବାର ଦେଖି ସେ କହିଲା, ଆରେ ଏ ଛେଳି, ଏଠାରେ କ'ଣ କରୁଛୁ? ଲାଗୁଛି ଏ ଛେଳିର ବୋଧେ କେହି ମାଲିକ ନାହାନ୍ତି, ସେଥିପାଇଁ ସେ ଏକୁଟିଆ ଏଠାରେ କାନ୍ଦୁଛି। ଭଲ ହେଲା, ଯାଉଛି ଆକୁ ମୁଁ ମୋ ସାଙ୍ଗରେ ନେଇଯିବି। ତାକୁ ଭଲ ଦାମରେ ବଜାରରେ ବିକ୍ରି କରିଦେବି। ତା ଛଡ଼ା ଆକୁ ଦେଖିଲେ ଲାଗୁଛି ଏ ଗର୍ଭବତୀ ଅଛି ବୋଧେ। ଭଲ ହେବ, ମୁଁ ଆର ଛୁଆଟିକୁ ରଖିଦେଇ ଆକୁ ବିକ୍ରି କରିଦେବି। ବାସନ୍ତୀ ଲୋକଟାକୁ ଦେଖି ଭାରି ଭୟ କରିଗଲା। ଆଉ କହିଲା, ମେ ମେ ନା ନା ନା, ମୋତେ ଛାଡ଼ିଦିଅ। ମୁଁ ତୁମ ସାଙ୍ଗରେ କୁଆଡ଼େ ବି ଯିବିନି। ମୁଁ ମୋର ମାଲିକ ପାଖକୁ ପଳେଇବି। ମେ ମେ ମୋତେ ଛାଡ଼ିଦିଅ, ମୋତେ ଛାଡ଼ିଦିଅ। ଚୁପ୍ କର, ଚାଲି ଆସିଲା। କହିଲା କ'ଣ ନା ମାଲିକ ପାଖକୁ ଯିବ। ଆଜିଠାରୁ ତ ତୁ ମୋ ପାଖରେ ହିଁ ରହିବୁ। ଚାଲ ମୋ ସାଙ୍ଗରେ। ଆଜି ତ ତତେ ମୁଁ ନିଶ୍ଚିତ ମୋ ସାଙ୍ଗରେ ନେଇକି ହିଁ ଯିବି। ବାସନ୍ତୀ ଜମା ବି ହେଲେ ଗଲା ନାହିଁ। ରମେଶ ଏହା ଦେଖି ଖୁବ୍ ରାଗିଗଲା। ଆଉ ତାକୁ ଜବରଦସ୍ତି ତାର ଘରକୁ ନେଇଗଲା। ଆଉ ସେପଟେ ମାଣିକର ଖୟାଲ ହିଁ ନଥିଲା କି ତାର ବାସନ୍ତୀ ଘରକୁ ଫେରି ନାହିଁ ବୋଲି। ଯେତେବେଳେ ସେ ତାର ଛେଳିମାନଙ୍କୁ ଖାଇବାକୁ ଦେବାକୁ ଆସିଲା
ସେତେବେଳେ ସେ ଦେଖିଲା କି ତାର ବାସନ୍ତୀ ଘରକୁ ଫେରି ନାହିଁ। ମାଣିକ ଚାରିଆଡ଼େ ବାସନ୍ତୀକୁ ଖୋଜିବାକୁ ଲାଗିଲା। ବାସନ୍ତୀ, ତୁ କୁଆଡ଼େ ଗଲୁ? କୋଉଠି ତୁ ଲୁଚିକି ଅଛୁ? ବାହାରକୁ ଆସେ, ମୁଁ ବହୁତ ପରିଶାନ ହୋଇଗଲାଣି। ମାଣିକ ବାହାରକୁ ଆସି ବାସନ୍ତୀକୁ ଖୋଜିବାକୁ ଲାଗିଲା। ଖୋଜୁ ଖୋଜୁ ହଠାତ୍ ତାର ମନେ ପଡ଼ିଲା ସେ ବାସନ୍ତୀକୁ ସେଇଠାରେ ହିଁ ଛାଡ଼ି ଦେଇ ଆସିଛି ବୋଲି, ଯୋଉଠି ସେ ସବୁ ଛେଳିମାନଙ୍କୁ ଚରାଉଥିଲା। ମାଣିକ ସେହି ଜାଗାକୁ ଆସିଲା, ଆଉ ଜୋରେ ଜୋରେ ଡାକିବାକୁ ଲାଗିଲା। ବାସନ୍ତୀ, ବାସନ୍ତୀ, ତୁ ମୋ କଥା ଶୁଣିପାରୁଛୁ? ତୁ କୋଉଠି ଅଛୁ? ବହୁତ ଖୋଜାଖୋଜି କରିସାରିବା ପରେ ବାସନ୍ତୀକୁ ନ ପାଇ ଉଦାସ ହୋଇ ସେ ଘରକୁ ଫେରି ଆସିଲା। ମୁଁ ବାସନ୍ତୀର ଠିକ୍ ଭାବେ ଦେଖାଶୁଣା କରିପାରିଲିନି। ସେ ମତେ ଛାଡ଼ି କୁଆଡ଼େ ଚାଲିଗଲା। ରମେଶ ଜବରଦସ୍ତି ବାସନ୍ତୀକୁ ତାର ଘରକୁ ନେଇ ଆସିଲା, ଆଉ ତାକୁ ଖୁଣ୍ଟିରେ ବାନ୍ଧି ରଖିଲା, ଯେମିତି ସେ ନ ଯାଇପାରିବ। ତୁ ଆଜିଠାରୁ ଏଇଠାରେ ରହିବୁ, କୁଆଡ଼େ ଯାଇପାରିବୁନି। ମତେ ଛାଡ଼ି ଦିଅ, ମୁଁ ଏଠାରେ ରହିବାକୁ ଚାହେଁ ନାହିଁ। ତୁ ଗର୍ଭବତୀ ଅଛୁ ବୋଲି ତତେ ମୁଁ ଏପର୍ଯ୍ୟନ୍ତ କିଛି କହୁନାହିଁ, ନହେଲେ ତତେ ମୁଁ ମାରି ମାରି ଏମିତି ଅବସ୍ଥା କରିଥାନ୍ତି ଯେ ତୁ ନିଜେ ନିଜକୁ ଚିହ୍ନି ପାରିନଥାନ୍ତୁ। ରମେଶ ଗୋଟିଏ ନିର୍ଦ୍ଦୟ ବ୍ୟକ୍ତି ଥିଲା। କାହା ଉପରେ ତାର ଦୟାମାୟା ଟିକେ ବି ହେଲେ ନଥିଲା। ଗାଁର କିଛି ଲୋକ କ୍ଷୀର ଚାହୁଁଥିଲେ। ରମେଶ ଭାବିଲା, ମୁଁ ଯଦି ଏହି ଛେଳିର କ୍ଷୀରକୁ ନେଇ ବିକ୍ରି କରିବି ତ ବଢ଼ିଆ ହେବ, ମୋର କିଛି ରୋଜଗାର ବି ହୋଇଯିବ। କିଛି ଦିନ ପରେ ଏହାର ଛୁଆ ହେଲେ ମୁଁ ବିକ୍ରି କରିଦେବି। ହେଲେ ବାସନ୍ତୀ ରମେଶର କଥା କିଛି ଜାଣିପାରିଲା ନାହିଁ। ସବୁବେଳେ ସେ ତାର ମାଲିକ କଥା ଭାବୁଥାଏ। ରମେଶ କିଛି ଘାସ କାଟି ଆଣି ବାସନ୍ତୀର ପାଖରେ ରଖିଦେଇ କହିଲା, ଏଇ ନେ, ଘାସ ଖାଇଦେ, ଜଲ୍ଦି ଜଲ୍ଦି ଖା। ମୁଁ ଏସବୁ ଖାଇବି ନାହିଁ। ମୁଁ ମୋ ମାଲିକର ପାଖକୁ ଯିବି। ସେଠିକି ଗଲେ ମୁଁ ଯାଇ ଖାଇବି, ନହେଲେ ମୁଁ ସେମିତି ଭୋକରେ ରହିବି। ତୁ ଏମିତି ମୋ କଥା ମାନିବୁନି। ମତେ ଲାଗିଲାଣି ତତେ ମାଡ଼ ଖାଇବାକୁ ପଡ଼ିବ। ରମେଶ ଗୋଟିଏ ବାଡ଼ି ଆଣି ବାସନ୍ତୀକୁ ପିଟିଲା। କହ ଏବେ, ଘାସ ଖାଇବୁ ନା ଖାଇବୁନି? କହ, ଖାଇବୁ ନା ଖାଇବୁନି? ବାସନ୍ତୀ କାନ୍ଦିବାକୁ ଲାଗିଲା, ଆଉ କହିଲା, ମତେ ମାର ନାହିଁ, ମୁଁ ଘାସ ଖାଇଦେବି। ନେ ତାହେଲେ, ଜଲ୍ଦି ଜଲ୍ଦି ଖା, ଆଉ ନହେଲେ ତତେ ମାଡ଼ ଦେବି। ବାସନ୍ତୀ ମାଡ଼ ଖାଇବା କଥା ଶୁଣି ଭୟ ପାଇ ଘାସ ଖାଇଦେଲା। ରମେଶ ବାସନ୍ତୀ ସହିତ ଖୁବ୍ ଖରାପ ବ୍ୟବହାର ଦେଖାଉଥିଲା। ରମେଶ ପ୍ରତିଦିନ ବାସନ୍ତୀର କ୍ଷୀର ନେଇ ବଜାରରେ ବିକ୍ରି କରେ। ବାସନ୍ତୀ ପୁରା ଦୁର୍ବଳ ହୋଇଗଲାଣି। ଆଗ ପରି ତାର ଠିକ୍ ଭାବରେ ଭରଣ ପୋଷଣ ହୋଇପାରୁନି। ଦିନେ ରମେଶ ବାସନ୍ତୀର ପାଖକୁ ଆସି କହିଲା, ଶୁଣ, ପ୍ରତିଦିନ ତୋ ପାଇଁ ଘାସ ଆଣି ଆଣି ମୁଁ ବିରକ୍ତ ହୋଇଗଲାଣି। କିଛି ଦିନ ପରେ ତୋର ଛୁଆ ହେବ, ତାପରେ ତତେ ବିକ୍ରି କରିଦେବି। ଏବେ ତୁ ଯେମିତି ଅଛୁ ସେମିତି ରହ। ତୁମେ କ'ଣ ପାଇଁ ମୋ ଠାରୁ ମୋ ଛୁଆକୁ ଅଲଗା କରିବ? ଏମିତି କରନି। ବେଶୀ ବକ୍ ବକ୍ ହନା, ମୁଁ ତତେ ଛାଡ଼ିବିନି। ମୋର ଯେମିତି ଇଚ୍ଛା ମୁଁ ସେମିତି କରିବି। ରତନପୁର ଗ୍ରାମରେ ଏକମାତ୍ର ଲୋକ ମାଣିକ ହିଁ ଛେଳିର କ୍ଷୀର ବିକ୍ରି କରେ। ହେଲେ ଏବେ କିଛି ଦିନ ହେବ ଆଉ ଜଣେ ବି କ୍ଷୀର ବିକ୍ରି କରୁଛି। ତାର ଟିକେ ସନ୍ଦେହ ହେଲା, ଆଉ କହିଲା, ହଠାତ୍ କରି ଏମିତି କେମିତି ହେବ? ତାପରେ ସେ ଜାଣିବାକୁ ପାଇଲା ଆଉ ଜଣେ ଲୋକ ଛେଳିର କ୍ଷୀର ବିକ୍ରି କରୁଛି। ଲାଗୁଛି ଇଏ ବୋଧେ କିଏ ଜଣେ ନୂଆ ଲୋକ। ସିଏ ଛେଳିର କ୍ଷୀର ବିକ୍ରି କରୁଛି। ଯାଉଛି, ମୁଁ ତା ସହିତ ଟିକେ ଦେଖା କରି ଆସିବି। ମାଣିକ ଖୋଜି ଖୋଜି ରମେଶର ଘରେ ଯାଇ ପହଞ୍ଚିଗଲା। ତାପରେ ସେ ଦେଖିଲା ତାର ବାସନ୍ତୀ ଗୋଟିଏ ଖୁଣ୍ଟରେ ବନ୍ଧା ହୋଇଛି। ବାସନ୍ତୀର ଏମିତି ଅବସ୍ଥା ଦେଖି ତା ପାଖକୁ ଗଲା। ବାସନ୍ତୀ, ତୁ ଏଠାକୁ କେମିତି ଆସିଲୁ? ଆଉ ତୋର ଏ ଅବସ୍ଥା କିଏ କରିଛି? ମାଣିକକୁ ଦେଖି ବାସନ୍ତୀ ଖୁବ୍ ଖୁସି ହୋଇଗଲା। ମାଲିକ, ତୁମେ ଆସିଛ, ମତେ ଏଠାରୁ ନେଇଯାଅ। ତାପରେ ବାସନ୍ତୀ ସବୁ କଥା ମାଣିକକୁ ଖୋଲିକି କହିଲା।
ରମେଶ ବାହାରେ କାହାର ପାଟି ଶୁଣି ସେ ଘର ବାହାରକୁ ଆସିଲା। କିଏ ତୁମେ? ଆରେ ମୁଁ ଏ ଛେଳିର ମାଲିକ। ତୁମର ଏତେ ସାହସ କେମିତି ହେଲା ମୋ ବାସନ୍ତୀକୁ ଏଠାକୁ ଆଣିଛ? ଇଏ ତୁମର କିଛି ବାସନ୍ତୀ ଫାସନ୍ତି ନୁହେଁ, ଇଏ ମୋର ଛେଳି। ମୁଁ ଆକୁ ଜଙ୍ଗଲରୁ ପାଇଛି। ମେ ମାଲିକ, ଇଏ ସେଇ ଲୋକ ଯିଏ ମୋର ଏ ଅବସ୍ଥା କରିଛି। ଇଏ ମୋତେ ବହୁତ ମାରିଛି। ମେ ମେ ମୋର ସବୁ କ୍ଷୀର ନେଇ ବିକ୍ରି କରିଦିଏ। ମାନିକ ବାସନ୍ତୀକୁ ଖୁଣ୍ଟିରୁ ଖୋଲିଦେଲା। ଚାଲ ବାସନ୍ତୀ ମୋ ସହିତ। ହଁ, ତୁମେ ଶୁଣ, ଆଜିଠାରୁ ଯଦି କେବେ ମୋ ବାସନ୍ତୀକୁ ଚାହିଁଛ ତାହେଲେ ତୁମ ଖବର ମୁଁ ବୁଝିଦେବି। ମାନିକ ତାର ବାସନ୍ତୀକୁ ରମେଶ ପାଖରୁ ଆଣି ତାର ଘରକୁ ନେଇ ଆସିଲା।